ଠାକୁର ଅନୁକୂଳ ଚନ୍ଦ୍ରଙ୍କର 102ତମ ଆଗମନ ସମାବେଶ 14ରେ। ପୁରୀରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ପୁଣ୍ୟ ଉତ୍କଳ ଆଗମନ 102ତମ ଶୁଭ ମହୋତ୍ସବ ଚଳିତ ମାସ 14 ତାରିଖରେ ଅନୁଷ୍ଠିତ ହେବ। ଜାନୁଆରୀ 14 ତାରିଖରେ ତାଳବଣିଆ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଏହାକୁ ଭବ୍ୟ ଭାବରେ ଆୟୋଜନ କରିବାକୁ ଉତ୍କଳ ଆଗମନୀ ସ୍ମୃତି ଉତ୍ସବ କମିଟି ନିଷ୍ପତ୍ତି ନେଇଛି। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବାକୁ ସ୍ମୃତି ଉତ୍ସବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପ୍ରତିରୁତିକ ତଥା ଦେଓଘର ସତ୍ସଙ୍ଗର ସହ ସମ୍ପାଦକ ଡାକ୍ତର ବିନାୟକ ମହାପାତ୍ର ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ଆଜି ପୂର୍ବାହ୍ନରେ ପୁରୀ ସତ୍ସଙ୍ଗ ଠାକୁରବାଡ଼ି ପରିସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୂଚନା ଦେଇ ଉତ୍ସବ କମିଟିର ଯୁଗ୍ମ ସମ୍ପାଦକ ନିରଞ୍ଜନ ବେହେରା ବିଭିନ୍ନ ସ୍ଥାନରୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁମାନେ ଯେପରି ଉତ୍ସବ ସ୍ଥଳରେ ସୁନ୍ଦର ଓ ଶୃଙ୍ଖଳିତ ଦର୍ଶନ ସହ କାର୍ଯ୍ୟକ୍ରମକୁ ଶ୍ରଦ୍ଧା ସହ ଉପଭୋଗ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ। 3ଟି ଷ୍ଟେଜ୍ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 14 ତାରିଖ ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ ପ୍ରତ୍ୟୁଷେ ଉଷା କୀର୍ତ୍ତନରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଥିଲେ। ସକାଳ 6:22 ଉଷା ବିନତି ଦର୍ଶନ ପ୍ରଣାମ ଓ ପରେ ପୁଣ୍ୟ ଉତ୍ସବର ଶୁଭ ଉଦ୍ଘାଟନ କରାଯିବ। 8:30 ଶ୍ରୀ ବିଗ୍ରହ ଶୋଭାଯାତ୍ରା ସଙ୍ଗୀତାଞ୍ଜଳି ଓ ନୃତ୍ୟ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଦିବା 11 ଘଟିକାରେ ସାଧାରଣ ସଭା ଅପରାହ୍ନ 12:30 ସୋ ଅନୁଭୂତିର ଗଳ୍ପ ଅପରାହ୍ନ 2 ଘଟିକାରେ ଚିକିତ୍ସକ ସମ୍ମିଳନୀ 3:30 ମାତୃ ସମ୍ମିଳନୀ ସନ୍ଧ୍ୟା 5:23 ସନ୍ଧ୍ୟା ବିନତି ପ୍ରଣାମ ଗ୍ରନ୍ଥ ପାଠ 7 ଘଟିକାରେ ସତ୍ସଙ୍ଗ ସଦାଲୋଚନା ଏବଂ ରାତ୍ର 8:30 ଆକାଶଦୀପ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ଡକ୍ଟର ନନ୍ଦକିଶୋର ପ୍ରଧାନ ଅରୁଣ କୁମାର ସାହୁ ସମୀର ରଞ୍ଜନ ବେହେରା ନଟବ ରୋଜା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଯୋଗଦେଇ ବିବିଧ ସୂଚନା ପ୍ରଦାନ କରିଥିଲେ। 1923 ଜାନୁଆରୀ 2 ତାରିଖରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ପୁରୀ ଧାମରେ ପଦାର୍ପଣ କରିଥିଲେ। ସେହି ସ୍ମୃତି ଆଧାରରେ ଆଜି ଠାକୁରବାଡ଼ିରେ ଅସହାୟ ଲୋକମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ପୁରୀରୁ ଶଶାଙ୍କ ଶେଖର ମହାପାତ୍ରଙ୍କ ରିପୋର୍ଟ ସଠିକ ସମାଚାର। ଏ କାର୍ଯ୍ୟକ୍ରମଟି ବିଶେଷ ଭାବେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଆଜିର ଦିନରେ 1923 ମସିହା ଜାନୁଆରୀ ମାସ 2 ତାରିଖ ଦିନ ପୁରୀ ଆସିଥିଲେ। ପୁରୀରେ ପଦାର୍ପଣ କରିଥିଲେ ତାଙ୍କର ଭକ୍ତମାନଙ୍କ ଗହଣରେ। ଆଉ ଏଇ ତାଙ୍କର ଆସିବା ମୂଳରେ ଥିଲା ସୁଭାଷ ଚନ୍ଦ୍ର ବୋଷଙ୍କର ପିତା ମାତାଙ୍କର ଅନୁରୋଧ। ତାଙ୍କ ଅନୁରୋଧ କ୍ରମେ ସେ ପୁରୀ ଆସିଥିଲେ, ମାସାଧେକ କାଳ ରହିଥିଲେ ଏଠାରେ। ଫେବୃଆରୀ 14 ତାରିଖ ଦିନ ପୁଣି ପ୍ରତ୍ୟାବର୍ତ୍ତନ କରିଥିଲେ। ଏଇ ଜାଗାରେ ଅନେକ ଲୀଳା କରିଛନ୍ତି। ସେ ସାକ୍ଷୀଗୋପାଳ ଯାଇଛନ୍ତି ଜାନୁଆରୀ ମାସ 25 ତାରିଖ ଦିନ। ସେହି ସ୍ମୃତିକୁ ବହନ କରି ଯେହେତୁ ଆଜି ଜାନୁଆରୀ ମାସ 2 ତାରିଖ ଆମେ ଠାକୁରବାଡ଼ି ପରିସରରେ ତାଙ୍କର ଆଗମନୀ ଦିବସଟିକୁ ଆମେ ପାଳନ କରୁଛୁ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହ। ତା ଭିତରେ ସକାଳେ ପ୍ରାର୍ଥନା ନାମଜପ ଇତ୍ୟାଦି କରାଯାଇଅଛି ଏବଂ ଯେଉଁମାନେ ଦୁସ୍ଥ ଅସହାୟ ସେମାନଙ୍କୁ ଆମେ କମ୍ବଳ ବଣ୍ଟନ କରିଛୁ। ସମସ୍ତଙ୍କ ପାଇଁ ଆମେ ଖୁସିର ଦିନ ଯେହେତୁ ଶ୍ରୀ ଠାକୁର ପୁରୀ ଆସିଥିଲେ ସେହି ଦୃଷ୍ଟିରୁ ଆମେ ମିଠାଇ ବଣ୍ଟନ କରିଛୁ। ଆଉ ପ୍ରଶାସନିକ ଦୃଷ୍ଟିକୋଣରୁ ଯେହେତୁ 2 ତାରିଖ ଦିନ এই ଉତ୍ସବଟିକୁ ବିଶାଳ ଆକାରରେ ପାଳନ କରିବାର ଟିକେ ଅବକାଶ ରୁହେନି, ନୂଆବର୍ଷ ଯୋଗୁଁ ଭକ୍ତମାନଙ୍କର ଭିଡ଼ ଥାଏ ଜଗନ୍ନାଥଙ୍କର ଦର୍ଶନ ପାଇଁ। ପ୍ରଶାସନ ଆମକୁ ଅନୁମତି ଦେଇଛନ୍ତି ଦ୍ୱିତୀୟ ରବିବାର ଦିନ କରିବା ପାଇଁ। ଏଇଟା ପଡ଼ୁଛି ଜାନୁଆରୀ ମାସ 14 ତାରିଖ। ସେଦିନ ସକାଳ ଠାରୁ ଆମର ରାତ୍ର ପର୍ଯ୍ୟନ୍ତ ବିଭିନ୍ନ ମାଙ୍ଗଳିକ ଅନୁଷ୍ଠାନ ସହିତ ଉତ୍ସବ ପାଳନ କରାଯିବ। এই ଠାକୁରବାଡ଼ିରେ ସକାଳେ ପ୍ରାର୍ଥନାନ୍ତେ 7:30 ଉତ୍ସବର ଉଦ୍ଘାଟନ ହେବ ବା ଉଦ୍ବୋଧନୀ ହେବ ଏବଂ ତାପରେ ପରେ 8:30 ରଥାରୂଢ଼ ବିଗ୍ରହମାନଙ୍କୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ନିଆଯିବ। ପ୍ରୋସେସନରେ ନୃତ୍ୟ ଗୀତ ଭଜନ କୀର୍ତ୍ତନ ଇତ୍ୟାଦି ସେଥିରେ ପରିବେଷଣ କରାଯିବ ଏବଂ ସେଇଠି ରଥାରୂଢ଼ ବିଗ୍ରହମାନଙ୍କୁ ମାଲ୍ୟାର୍ପଣ କରାଯିବ ଏବଂ VIP ରୋଡ଼ ଦେଇ ପୁଣି ଆମର ଠାକୁରବାଡ଼ି ପ୍ରତ୍ୟାବର୍ତ୍ତନ କରାଯିବ। ତାଳବଣିଆ ଫିଲ୍ଡରେ ଯେଉଁ ମୁଖ୍ୟ ଉତ୍ସବ କରାଯିବ ସେଟା ବିଭିନ୍ନ ପେଣ୍ଡାଲ ମାନଙ୍କରେ ଆମର କରାଯିବ। ଗୋଟେ ହେଉଛି ଦର୍ଶନ ମଣ୍ଡପ, ଯେଉଁଟା ସେଠି ଠାକୁରଙ୍କ ପାଖରେ ସକାଳେ ପ୍ରାର୍ଥନା ହେବ। ପ୍ରାର୍ଥନାନ୍ତେ ତାପରେ ପରେ ସେଠି ଭଜନ କୀର୍ତ୍ତନ ଦିବସ ବ୍ୟାପୀ ଚାଲିବ। ଆଉ ଗୋଟେ ମୁଖ୍ୟ ପେଣ୍ଡାଲ ଯେଉଁଟା ରହିବ ସେଠି ଆମର ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମ ସକାଳ 8:30ରୁ ଆରମ୍ଭ ହୋଇଯିବ। 10ଟା ବେଳେ ଯୁବ ସମ୍ମିଳନୀ ବା DP ୱାର୍କ କାର୍ଯ୍ୟକ୍ରମ ରହିବ। 11ଟା ବେଳେ ଆମର ସାଧାରଣ ସଭା ରହିବ ଏବଂ 12:30 ସେତେବେଳେ
जो माने तांकर अनुभूतिर गल्प करेंगे परे परे चिकित्सक सम्मिलन हम एवं मातृ सम्मिलन हम आउ गोटे जो पेंडाल रही से पेंडाल नृत्य गीत आमर परिवेशन करा विभिन्न जिलूर जो शिल्पी मैंने आसवे से नृत्य गीत इत्यादि परिवेशन करेंगे मुख्यतः यहीटा हूँ आम मानकर से दिन प्रोग्राम।